ପିଲାମାନେ ଗ୍ରାମାର ସବୁଠାରୁ ବେଷ୍ଟ ଆଉ ସବୁଠାରୁ ମଜାଦାର ପାଠ କୋଉଟା ଜାଣିଛ? ସବୁଠାରୁ ବେଷ୍ଟ ଆଉ ମଜାଦାର ପାଠ ଯୋଉଟାକି ଆମକୁ ଖୁସି ଲାଗେ ପଢ଼ିବା ପାଇଁ ସେଇଟା ହେଉଛି ରୂଢ଼ି। ଆଉ ସବୁଠାରୁ ସହଜ ବି ସେଇଟା। ତୁମକୁ ଏ ରୂଢ଼ି ସମ୍ପର୍କରେ ଜାଣିବାକୁ ହେଲେ ତୁମକୁ କେବଳ ତୁମ ଜେଜେମା ମାନଙ୍କ ସାଙ୍ଗରେ କିଛି ଟାଇମ୍ ସ୍ପେଣ୍ଡ କରିବାକୁ ହେବ। ନହେଲେ ଯଦି ଜେଜେମା ନାହାନ୍ତି ଗାଁରେ ଯେତିକି ବୁଢ଼ୀ ମା ମାନେ ଅଛନ୍ତି ତୁମକୁ ତାଙ୍କ ସାଙ୍ଗରେ ଟାଇମ୍ ସ୍ପେଣ୍ଡ କରିବାକୁ ପଡ଼ିବ। କାହିଁକିନା ରୂଢ଼ିଟା ତୁମକୁ ସେମାନେ ହିଁ ବେଶୀ ଭଲ ଶିଖେଇ ପାରିବେ ଆମମାନଙ୍କ ଠାରୁ। କାହିଁକିନା ସେ ଜେଜେମା ମାନଙ୍କ ଠାରୁ ହିଁ ରୂଢ଼ିଟା ଷ୍ଟାର୍ଟ ହେଇଛି। ସେମାନେ ରୂଢ଼ି ଲୋକବାଣୀଟାକୁ ସେମାନେ ବେଶୀ ଜାଣନ୍ତି। ଆଉ ସେଇମାନଙ୍କ ସାଙ୍ଗରେ ତୁମେ ମିଶିଲେ ହିଁ ନା ତୁମେ ସେଇ ରୂଢ଼ି ବିଷୟରେ ଜାଣିପାରିବ। ତ ଆଜି ଭିଡ଼ିଓ ଦେଖି ସାରିଲା ପରେ ତୁମେ ଯିବ ତୁମ ଜେଜେମା ମାନଙ୍କୁ ପଚାରିବ। ନହେଲେ ଯଦି ଜେଜେମା ନାହାନ୍ତି ଗାଁରେ ତ ନିହାତି କେହି ବୁଢ଼ୀ ମା ମାନେ ଥିବେ, ସେମାନଙ୍କୁ ଯିବ ଯାଇକି ପଚାରିବ ରୂଢ଼ି ବିଷୟରେ ଏମିତି ମୁଁ ପଢ଼େଇଥିଲି ବୋଲି କହିବ। ସେମାନେ ତୁମକୁ ଆହୁରି ଏକ୍ସଟ୍ରା କହିବେ ଯେଉଁଟାକି ମୁଁ ତୁମକୁ କହିନଥିବି, ମୁଁ ଜାଣିନଥିବି। ହେଲା, ତୁମକୁ ରୂଢ଼ି ବିଷୟରେ ଜାଣିବାକୁ ହେଲେ ସେମାନଙ୍କ ସାଙ୍ଗରେ ମିଶିବାକୁ ପଡ଼ିବ। କାହିଁକିନା ସେମାନଙ୍କ କଥାରୁ ହିଁ ସେମାନଙ୍କ ଲୋକବାଣୀରୁ ହିଁ ଆମର ରୂଢ଼ି ସୃଷ୍ଟି ହେଇଛି। ଠିକ୍ ଅଛି, ତ ଆଜି ପିଲାମାନେ ମୁଁ ସମାସ ଆଉ ଯେଉଁ କ'ଣ ରହୁଛି ତୁମର ସନ୍ଧି ବିଚ୍ଛେଦ, ସମାସ, ବ୍ୟାକରଣ ବିଷୟରେ 2-4ଟା କ୍ଲାସ୍ କରିସାରିଛି। ବହୁତ ବେଷ୍ଟ କ୍ଲାସ୍ ରହିଛି। ପିଲାମାନେ ବହୁତ ଭଲ ପାଇବା ସେଥିରେ ଦେଇଛନ୍ତି। ବହୁତ ସାରା ମାନେ କ'ଣ କହିବି, ବହୁତ ସାରା ୱାଚ୍ କରିଛନ୍ତି ସେଟାକୁ। ଥ୍ୟାଙ୍କ ୟୁ ସେ ପିଲାମାନଙ୍କୁ ଯେଉଁମାନେ ଦେଖିଛନ୍ତି, ଭଲ ପାଇବା ଦେଇଛନ୍ତି। ତ ନିହାତି ରୂପେ ତୁମମାନେ ଯାଇକି ସେ ଭିଡ଼ିଓକୁ ଦେଖିଦେବ। ବହୁତ ଡିଟେଲ୍ସରେ ବୁଝା ହେଇଛି। ଜମା ବି ସେ ଗୋଟେ ଭିଡ଼ିଓ ଦେଖି ସାରିଲେ ତୁମକୁ ଆଉ କୌଣସି ଗ୍ରାମାରରେ ମାନେ କନଫ୍ୟୁଜ୍ ରହିବନି। ମୁଁ ଡେସ୍କ୍ରିପସନ୍ରେ ସେ ସବୁ ଭିଡ଼ିଓର ଲିଙ୍କ୍ ଦେଇଦେବି, ଦେଖିଦେବ। ନହେଲେ ଏଇଟା ଦେଖି ସାରିଲା ପରେ ଆର ପ୍ଲେ ଲିଷ୍ଟରେ ଦେଖିଦେବ। ବହୁତ ସାରା ପୁରା ଭିଡ଼ିଓ ମୁଁ ଲାଇନ୍ କରିକି ରଖିଛି ସଜେଇକି ତୁମମାନଙ୍କ ପାଇଁ, ଯାଇକି ଖାଲି ଦେଖିଦେବ। ଠିକ୍ ଅଛି, ଆଉ କମେଣ୍ଟରେ ନିହାତି କହିବ ତୁମକୁ କେମିତି ଲାଗିଲା, ତୁମେ ବୁଝିପାରିଲ କି ନାହିଁ। ଠିକ୍ ଅଛି, ତ ଦେଖ ରୂଢ଼ି କ'ଣ ରହୁଛି। ରୂଢ଼ି ନା ଦେଖ, ଓଡ଼ିଆ ଭାଷା ଏକ ସମୃଦ୍ଧ, ସୁନ୍ଦର ଓ ରସମୟ ଭାଷା। ଏହି ଭାଷାରେ ଭାବ, ଅନୁଭବ, ଜ୍ଞାନ ଓ ସଂସ୍କୃତିର ଗଭୀର ପ୍ରତିଫଳନ ଦେଖାଯାଏ। ଭାଷାକୁ ଅଧିକ ସଜୀବ, ଚିତ୍ରାତ୍ମକ ଓ ଅର୍ଥବହଳ କରିବା ପାଇଁ ରୂଢ଼ି ଲୋକବାଣୀର ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ। ଏହାମାନେ ଭାଷାର ସୌନ୍ଦର୍ଯ୍ୟକୁ ବଢ଼ାଇଥାନ୍ତି ଏବଂ ଆମ ଜୀବନର ଅନୁଭବ ଓ ଜ୍ଞାନକୁ ସହଜ ଭାବରେ ପ୍ରକାଶ କରନ୍ତି। ରୂଢ଼ି ଲୋକବାଣୀ ଦୁଇଟି ଭାଷାର ଅଳଙ୍କାର ସଦୃଶ। ଏମାନେ କେବଳ ଶବ୍ଦ ନୁହେଁ ବରଂ ଜୀବନର ଅଭିଜ୍ଞତା, ପରମ୍ପରା ଓ ସାମାଜିକ ଜ୍ଞାନର ଭଣ୍ଡାର। ରୂଢ଼ି ପିଲାମାନେ ଏ ରୂଢ଼ି କାହିଁକି ୟୁଜ୍ ହୁଏ, ରୂଢ଼ି କାହିଁକି ବ୍ୟବହାର ହୁଏ ନା ଭାଷାଟାକୁ ଅଧିକ ସୁନ୍ଦର କରିବା ପାଇଁ, ଶ୍ରୁତି ମଧୁର କରିବା ପାଇଁ ରୂଢ଼ି ବ୍ୟବହାର କରାଯାଏ। ଭାଷା ଆମେ ଯେଉଁ ଲାଙ୍ଗୁଏଜ୍ ୟୁଜ୍ କରୁଛେ, ଯାହା ବି କିଛି କହୁଛେ, ସେ କଥା ମଝିରେ ଟିକେ କୋଟେସନ୍ ୟୁଜ୍ କରିଦେଲେ ବହୁତ ମଜା ଲାଗେ ଶୁଣିବାକୁ, ଟିକେ ଇଣ୍ଟରେଷ୍ଟିଂ ହେଇଯାଏ। ସମଥିଙ୍ଗ ନ୍ୟୁ, କିଛି ବି ଭଲ ମାନେ ନୂଆ ଫିଲ୍ ହୁଏ ସେମିତି। ତ ରୂଢ଼ିର ବ୍ୟବହାର ବହୁତ ଗୁରୁତ୍ୱପୂର୍ଣ୍ଣ। ରୂଢ଼ିର ବ୍ୟବହାର ବହୁତ ମଜାଦାର, ବହୁତ ମାନେ କ'ଣ ବହୁତ ଭଲ ଲାଗେ ଶୁଣିବାକୁ ସେ ଭାଷା। ହେଲା, ତ ପରିଭାଷା, ରୂଢ଼ିର ପରିଭାଷା ବା ଡେଫିନେସନ୍ କ'ଣ ରହୁଛି ନା ଯେଉଁ ଶବ୍ଦ ବା ବାକ୍ୟାଂଶ ନିଜର ପ୍ରକୃତ ଅର୍ଥକୁ ଛାଡ଼ି ଏକ ବିଶେଷ, ପରମ୍ପରାଗତ ଓ ନିଶ୍ଚିତ ଅର୍ଥରେ ବ୍ୟବହୃତ ହୁଏ, ତାହାକୁ ପିଲାମାନେ ସେହିକୁ ରୂଢ଼ି କୁହାଯାଏ। ଲେଖା ହେଇଛି ତାହାକୁ ରୂଢ଼ି ବୋଲି ଲେଖିବ, ଟାଇପିଂ ମିଷ୍ଟେକ୍ ହେଇଛି। ବିସ୍ତୃତ ବ୍ୟାଖ୍ୟା କ'ଣ ନା ରୂଢ଼ିର ମୂଳ ଲକ୍ଷ୍ୟ ହେଉଛି ଏହାର ଅର୍ଥ ଶବ୍ଦଗୁଡ଼ିକର ସହଜ ସରଳ ଅର୍ଥକୁ ବୁଝି ହେବ ନାହିଁ। ଏହା ଦୀର୍ଘ ସମୟର ବ୍ୟବହାର ଓ ପରମ୍ପରା ଦ୍ୱାରା ଏକ ନିଶ୍ଚିତ ଅର୍ଥ ଗ୍ରହଣ କରିଥାଏ। ଯଦି ଆମେ ଏହାକୁ ଶବ୍ଦ ଭାବରେ ଭାଙ୍ଗି ବୁଝିବାକୁ ଯାଉ ତେବେ ତାହାର ସଠିକ୍ ଅର୍ଥ ମିଳିବ ନାହିଁ। ଏହା ଭାଷାକୁ ରଙ୍ଗୀନ ଓ ଚିତ୍ରାତ୍ମକ କରେ। ମନୁଷ୍ୟର ଭାବନା, କ୍ରୋଧ, ସ୍ନେହ, ଅଭିମାନ, ଆଦର ଆଦିକୁ ଏହା ଅତ୍ୟନ୍ତ ସହଜ ଓ ରସମୟ ଭାବରେ ପ୍ରକାଶ କରେ। ପିଲାମାନେ ଯଦି ଆମେ ଭାବିବା ରୂଢ଼ିର ପ୍ରକୃତ ଅର୍ଥ, ସେଇ ୱାର୍ଡ଼ର ମାନେ ମିନିଂ କ'ଣ, ଯଦି ଏମିତି ଭାଙ୍ଗିକି ତାକୁ ମିନିଂ ବାହାର କରିବା ତାହେଲେ କିଛି ବି ମିନିଂ ବାହାରିବନି। ଆମେ ସେମିତି ମିନିଂ ପାଇବୁ ନାହିଁ। ଆମେ ବାସ୍ ସେଇ ୱାର୍ଡ଼ରୁ ଟୋଟାଲ୍ ସେଇ ୱାର୍ଡ଼ଟାକୁ ଦେଖିକି ତା'ର ଅର୍ଥ କହିପାରିବୁ, କିନ୍ତୁ ତା'ର ଗୋଟେ ଶବ୍ଦକୁ ଯଦି ମିନିଂ ବାହାର କରିକି କରିବୁ ତା'ର ସେମିତି କିଛି ମିନିଂ ରହିବ ନାହିଁ। ଟୋଟାଲ୍ ରୂଢ଼ିଟାର ହିଁ ଗୋଟେ ମିନିଂ ରହିବ, କିନ୍ତୁ ସେ ରୂଢ଼ିର ଯେତିକି ବାକ୍ୟ ବା ସେତିକି ଶବ୍ଦ ୟୁଜ୍ ହେଇଛି, ସେ ଶବ୍ଦକୁ ଯଦି ଗୋଟେ ଅର୍ଥ ବାହାର କରିବ ତାହେଲେ ହେବ ନାହିଁ। ଉଦାହରଣ, ହାତ ଧୋଇ ପଛରେ ପଡ଼ିବା।
ହାତ ଧୋଇ ପଛରେ ପଡ଼ିବା, କାହାକୁ ଛାଡ଼ି ନ ଦେଇ ବହୁତ ଯନ୍ତ୍ରଣା ଦେବା। କହନ୍ତି ନା ସେ ହାତ ଧୋଇକି ମୋ ପଛରେ ପଡ଼ିଯାଇଛି, ଆମେ କହୁନା ସେ ହାତ ଧୋଇକି ମୋ ପଛରେ ପଡ଼ିଯାଇଛି, ତା ମାନେ ସେ ସବୁ କାମ ଛାଡ଼ିକି ମୋ ପଛରେ ପଡ଼ିଛି, ମାନେ ମୋତେ ବହୁତ ଯନ୍ତ୍ରଣା ଦେଉଛି ବା ମୋତେ କଷ୍ଟ ଦେଉଛି ବା ମୋତେ ଅସୁବିଧାରେ ପକାଇବାକୁ ସେ ପୁରା ଚାହିଁକି ରହିଛି ହେଲା। ଆଖିର ମଣି ଯେମିତି କୃଷ୍ଣ ଥିଲେ ମା ଯଶୋଦାଙ୍କର ଆଖିର ମଣି, ନୟନ ପିତୁଳା, ସେମିତି ଆଖିର ମଣି ମାନେ ମୋ ଆଖିର ଜ୍ୟୋତି, ମୋ ଆଖିର ମଣି କିଏ ନା ମୋ ଅତ୍ୟନ୍ତ ପ୍ରିୟ, ଯେ ମୋ ଆଖି ଖୋଲିଲେ ଯାହାକୁ ମୁଁ ଦେଖୁଛି, ଯେ ମୋ ଅତ୍ୟନ୍ତ ପ୍ରିୟ ବ୍ୟକ୍ତି ହେଲା। ମୁଣ୍ଡ ଉପରେ ଚଢ଼ିବା, କହନ୍ତିନି ବେଶୀ ତାକୁ ଭାଉ ଦେନି, ସେ ମୁଣ୍ଡ ଉପରେ ଚଢ଼ିବ, ତାକୁ ବେଶୀ ଗେହ୍ଲା କରିନି, ମୁଣ୍ଡ ଉପରେ ଚଢ଼ିବ, ତାକୁ ବେଶୀ କ'ଣ କହିବି, ତାକୁ ବେଶୀ ଗେହ୍ଲା କରନା, ତାକୁ ବେଶୀ ମୁହଁ ଦେନା। ଘରେ କହନ୍ତିନି ଆରେ ତୋ ଛୁଆକୁ ଟିକେ ବୁଝା, ତୋ ଛୁଆକୁ ଟିକେ ଆକଟ କର, ବେଶୀ ମୁଣ୍ଡରେ ଚଢ଼ାନା। ତାମାନେ କାହାକୁ ଅଧିକ ଆଦର ପାଇଁ ଅହଙ୍କାର ଦେବା, ଅର୍ଥାତ୍ କାହାକୁ ଟିକେ ତୁମେ ଦେଖିବ ଆଜିକାଲି ଦୁନିଆରେ ତୁମେ କାହାକୁ ଯଦି ଟିକେ ଅଧିକା ଭାଉ ଦେଉଛ, କାହାକୁ ଟିକେ ଅଧିକା ଭଲ ପାଉଛ, ଅଧିକା ତାକୁ ଟିକେ ମାନୁଛ, ଅଧିକା ତାକୁ ଟିକେ ରେସ୍ପେକ୍ଟ ଦେଉଛ, କିଛି ବି ଅଧିକା ହେଇଯାଉଛି, ସେ ସାଙ୍ଗେ ସାଙ୍ଗେ ତୁମ ଉପରେ ହକ୍ ଜତେଇବା ଷ୍ଟାର୍ଟ କରୁଛି, ସାଙ୍ଗେ ସାଙ୍ଗେ ତୁମକୁ କଣ୍ଟ୍ରୋଲ୍ କରିବାକୁ ଷ୍ଟାର୍ଟ କରୁଛି, ସେ ସାଙ୍ଗେ ସାଙ୍ଗେ ତୁମକୁ ଭାବୁଛି କି ହଁ ଇଏ ତ ମୋତେ ବହୁତ ଭଲ ପାଉଛି, ଇଏ ତ ମୋତେ ବହୁତ ରେସ୍ପେକ୍ଟ କରୁଛି, ସମ୍ମାନ ଦେଉଛି, ତ କାହିଁକି ନା ଆକୁ ମୁଁ କଣ୍ଟ୍ରୋଲ୍ କରିବି, ତା ମାଇଣ୍ଡରେ ସେଇଟା ଆସିଯାଉଛି। ସେ ବୁଝିପାରୁନି କି ହଁ ଭଲ ପାଇବାର ମୂଲ୍ୟ କ'ଣ, ସମ୍ମାନର ମୂଲ୍ୟ କ'ଣ, ସଂସ୍କାରର ମୂଲ୍ୟ କ'ଣ, ସେ ମୋତେ ସେଇ ଲୋକଟା ସେଇଆ ଦେଉଛି ନା। ସମସ୍ତେ ଭାବୁଛନ୍ତି ନା ମୋତେ ଅଧିକା ସେ ଏଇଟା ଦେଉଛି ମାନେ ତାମାନେ ମୁଁ ତା ପାଇଁ ସବୁ କିଛି, ମୁଁ ଚାହିଁଲେ ଯାହା ବି ସେ ସବୁ କରିବ, ତ ଅହଙ୍କାର ବଢ଼ିଯାଏ ମନରେ। ତ ସେ ମୁଣ୍ଡ ଉପରେ ଚଢ଼ିବା ମାନେ କାହାକୁ ଟିକେ ଅଧିକା ଭାଉ ଦେଇଦେଲେ, ଅଧିକା କିଛି ଜିନିଷ ଦେଇଦେଲେ ଇମୋସନାଲି, ସିଏ ତୁମ ମୁଣ୍ଡ ଉପରେ ଚଢ଼ିବା ଷ୍ଟାର୍ଟ କରିବ, ତୁମକୁ ଗାଇଡ଼ କରିବାକୁ ଷ୍ଟାର୍ଟ କରିବ। ଠିକ୍ ଅଛି। କାନ ଦେବା, କହନ୍ତି ନା କାନ ଦେଉଛି, କାନ ଦେବା ମାନେ ଧ୍ୟାନର ସହିତ ଶୁଣିବା, କାନ ଦେଇକି ଶୁଣ, ମୁଁ ଯାହା କହୁଛି ତୁମେ ଟିକେ କାନ ଦେଇକି ଶୁଣ, ମୁଁ ଯାହା ବି ପଢ଼ଉଛି ରୂଢ଼ି ବିଷୟରେ ତୁମେ କାନ ଦେଇକି ଶୁଣ, ନୁହଁ ଧ୍ୟାନର ସହ ମାଇଣ୍ଡ କନସେନ୍ଟ୍ରେସନ୍ କରିକି ଶୁଣିବା। ପାଣି ଛାଡ଼ିବା ମାନେ କ'ଣ, ଆଶା ଛାଡ଼ିଦେବା। ଠିକ୍ ଅଛି। ହୃଦୟ ଭାଙ୍ଗିବା ମାନେ କ'ଣ, ମନକୁ ବହୁତ ଦୁଃଖ ଦେବା, ମୋ ହୃଦୟ ଭାଙ୍ଗି ଯାଇଛି, ତାମାନେ ମନକୁ ଦୁଃଖ ଦେବା, ଏଟା ତ ଜାଣିଛ। ହୃଦୟ ଭାଙ୍ଗିବା ମାନେ ହାର୍ଟ ବ୍ରୋକନ୍, ଶୁଣୁଥିବ ଗୀତ ସବୁ ହ୍ୟୁମାନ ସାଗର ହୃଦୟ ଭାଙ୍ଗି ଯାଇଥିବା ଗୀତ, ବୁଝିପାରୁଥିବ ଏଟା କ'ଣ ବୁଝେଇବି ତୁମକୁ। ତ ରୂଢ଼ିର ବିଶେଷତା କ'ଣ ନା, ଅର୍ଥ ସରଳ ନୁହେଁ, ଗୁପ୍ତ ଓ ପରମ୍ପରାଗତ। ରୂଢ଼ିର ଅର୍ଥ ପିଲାମାନେ ଡାଇରେକ୍ଟ ନଥାଏ ନା, କିଛି ବୁଝି ହୁଏନି, ଯେତିକି କହିଲି ସେତିକି ବୁଝିଲ। କିଛି ନୂଆ ରୂଢ଼ି ବି ଥାଏ ଯେଉଁଟା ମୁଁ ବି ବୁଝିପାରିବିନି, ମୋତେ ବି ଅଡ଼ୁଆ ହୁଏ, ତୁମମାନଙ୍କୁ ବି ଅଡ଼ୁଆ ହେବ, ରୂଢ଼ିଟା ବୁଝି ହୁଏନି ସହଜର, ମାନେ ବହୁତ ବୁଲେଇ ବାଙ୍କିକି ଗୋଟେ ରୂଢ଼ି ଆକ୍ଚୁଆଲି ଅର୍ଥ କ'ଣ ପିଲାମାନେ ଜାଣିଛ ନା, ଗୋଟେ କମେଣ୍ଟ କରିବା, ଯେଉଁଟା ଭଲ ରୂଢ଼ି ସେଇଟା କମେଣ୍ଟ କୁହାଯିବ, ଯେଉଁଟା ଟିକେ ତୁମକୁ ତାଚ୍ଛଲ୍ୟ କରିକି ତୁମକୁ ଥଟ୍ଟା କରିକି କୁହାଯାଉଛି ସେଟାକୁ ମାନେ କ'ଣ କମେଣ୍ଟ ବୋଲି କୁହାଯିବ, ଯେଉଁଟା ଭଲ ରୂଢ଼ି ସେଟାକୁ କମ୍ପ୍ଲିମେଣ୍ଟ ବୋଲି କୁହାଯିବ, ପାଖାପାଖି ସେଇ ଅର୍ଥ। ଆମେ କାହାକୁ ଗୋଟେ କମେଣ୍ଟ କରୁଛେ ମାନେ କ'ଣ, ମୁଁ ତାକୁ ଦେଖିକି ତ ଆସି ଦେଖ ସେ ଏମିତି ଡ୍ରେସ୍ଟା ପିନ୍ଧିଛି, ଦେଖ ସେ ଏମିତି ଚାଲୁଛି, ତା ମାନେ କ'ଣ, ମୁଁ ତାକୁ କମେଣ୍ଟ କଲି। ଏକ୍ଜାକ୍ଟଲି ରୂଢ଼ିରେ ସେମିତି ତୁମେ ଯେଉଁ କଥା କହୁଛ ସେଟା ଭିତରେ ତା ଗୁହ୍ୟ ଅର୍ଥ ରହୁଛି, ଭିତରେ ସେ ଅର୍ଥ ଲୁଚିକି ରହୁଛି। ଚର୍ଯା ଗୀତିକାରେ ଯେମିତି ଭିତରେ ଗୁହ୍ୟ ଅର୍ଥ ତାର ଥିଲା, ବୁଝି ହେଉନଥିଲା, ଏକ୍ଜାକ୍ଟଲି ରୂଢ଼ିରେ ସେମିତି ବୁଝି ହୁଏନି, ଗୁପ୍ତ ଥାଏ ଭିତରେ କଥା, ବୁଝିହେଲା। ଶବ୍ଦର ପ୍ରକୃତ ଅର୍ଥ ସହଜ ସମ୍ପର୍କ ନଥାଏ, ସହଜରେ ବୁଝି ହୁଏନି ଶବ୍ଦର ପ୍ରକୃତ ଅର୍ଥ, ଆଉ ଗୋଟେ ଶବ୍ଦର ଅର୍ଥ ତ ବାହାରିଲେ କିଛି ତାର ମୂଲ୍ୟ ରହିବନି। ଭାଷାକୁ ଚିତ୍ରାତ୍ମକ ଆକର୍ଷଣୀୟ କରେ, ଦୈନନ୍ଦିନ ଜୀବନରେ ବ୍ୟବହାର ଅଧିକ ହୋଇଥାଏ। ଗାଁରେ ପ୍ରାୟ ରୂଢ଼ି ଶୁଣିବାକୁ ତୁମମାନଙ୍କୁ ମିଳିବ, ମୁଁ ସେଇଥିପାଇଁ ତ ଫର୍ଷ୍ଟ କହିଲି ଇଣ୍ଟ୍ରୋଡକ୍ସନ୍ରେ ତୁମକୁ କହିଲି କି ରୂଢ଼ି ଜାଣିବାକୁ ହେଲେ ତୁମ ଜେଜେମାମାନଙ୍କ ପାଖରେ ଯାଇକି ଟିକେ ଟାଇମ୍ ସ୍ପେଣ୍ଡ କର, ନହେଲେ ଗାଁରେ ଯେତେ ବି ବୁଢ଼ୀ ଲୋକ ଅଛନ୍ତି, ମାନେ ବୁଢ଼ୀ ମା' ମାନେ, ସେମାନଙ୍କ ପାଖରେ ଟାଇମ୍ ସ୍ପେଣ୍ଡ କର, ମାନେ ସେଇମାନେ ହିଁ ବେଶୀ ରୂଢ଼ି ତୁମକୁ କହିପାରିବେ, ଆଉ ଏମିତି ରୂଢ଼ି କହିବେ ତୁମେ କାନ ଉଠିଲା ପାଖକୁ ଶୁଣି ନଥିବ, ତ ସେମାନେ ବେଶୀ ଭଲ ଏଇ ବିଷୟରେ ଡିଟେଲ୍ସ ତୁମକୁ ପଢ଼େଇ ଦେବେ। ଯାଇକି ସେମାନଙ୍କ ପାଖରେ ଗୋଟେ କ୍ଲାସ୍ ନିହାତି ନେବ ହେଲା, ତାପରେ ମୋତେ କହିବ କେତେଜଣ କେତେଟା ରୂଢ଼ି ଶିଖିଲ, ନୂଆ ରୂଢ଼ି, ହଁ ବୁଝିହେଲା। ଲୋକବାଣୀ ପରିଭାଷା, ହଁ ରୂଢ଼ି ଗଲା, ଲୋକବାଣୀର ପରିଭାଷା କ'ଣ, ଲୋକବାଣୀ ରୂଢ଼ି କଥା ବୁଝିପାରିଲେ। ଏବେ ଲୋକମାନଙ୍କର ଦୀର୍ଘ ଅନୁଭବ, ଜ୍ଞାନ ଓ ପରମ୍ପରାରୁ ଉତ୍ପନ୍ନ ହେଉଥିବା ସାରଗର୍ଭିତ ବାକ୍ୟ, ଯାହା ଜୀବନର ସତ୍ୟ, ନୀତି କିମ୍ବା ଶିକ୍ଷାକୁ ସୂଚାଏ। ପିଲାମାନେ, ଆମର ଜେଜେମା ମାନେ, ଆମର ପୂର୍ବପୁରୁଷମାନେ ଜୀବନରେ ଯାହା ଶିକ୍ଷା ପାଉଥିଲେ ନା, କଷ୍ଟ ହେଉ, ଭଲ ପାଇବାରେ ହେଉ, ଜୀବନରେ ହେଉ, ଫ୍ୟାମିଲି ମ୍ୟାଟରରେ ହେଉ,
ତାଙ୍କ ଯାହା ବି ଲାଇଫରେ ଯାହା ବି ଶିକ୍ଷା ପାଉଥିଲେ ଭଲ ଖରାପ ସେଇଟାକୁ ସେ ଗୀତ ଆକାରରେ ମନେ ରଖି ଦେଉଥିଲେ, ସେଇଟାକୁ ସେ ଗୋଟେ କୋଟେସନ୍ ଆକାରରେ ଗୋଟେ କଥା ଆକାରରେ ଗୋଟେ ଜଷ୍ଟ ଗୀତ ଭଳିଆ ଗୋଟେ ଲାଇନ୍ ଆକାରରେ ଜୀବନରେ ପ୍ରୟୋଗ କରୁଥିଲେ। ବୁଝିଗଲା, ସେଥିରେ ବହୁତ ନୀତି ଶିକ୍ଷା ଥାଏ, ବହୁତ ଶିଖିବା ଜିନିଷ ଥାଏ, ଜୀବନର ସତ୍ୟ ଥାଏ, କିଛି ମିଛ ସତ ନଥାଏ। ରୂଢ଼ି ହେଉଛି ଗୋଟେ ସତ୍ୟଟାକୁ ଗୋଟେ ଲାଇନ୍ରେ କହିବା, ସେହିକୁ ଲୋକବାଣୀ କୁହାଯାଏ। ବିସ୍ତୃତ ବ୍ୟାଖ୍ୟା କ'ଣ ନା ଲୋକବାଣୀ ହେଉଛି ସାଧାରଣ ଲୋକଙ୍କର ଜୀବନର ଅନୁଭବର ସାର, ଏହା ପିଢ଼ିରୁ ପିଢ଼ିକୁ ଚାଲି ଆସିଛି। ଏହି ବାକ୍ୟ ଗୁଡ଼ିକ ଛୋଟ ହେଲେ ମଧ୍ୟ ଏହାର ଅର୍ଥ ଗଭୀର ଓ ଶିକ୍ଷାମୂଳକ। ଏହା ମନୁଷ୍ୟକୁ ସଠିକ୍ ପଥରେ ଚାଲିବାକୁ ଉପଦେଶ ଦିଏ। ଲୋକବାଣୀ ମାଧ୍ୟମରେ ଆମେ ଜୀବନର ସତ୍ୟ, ନୀତି, ଅନୁଭବ ଓ ସାମାଜିକ ଶିକ୍ଷା ପାଉଛୁ। ଠିକ୍ ଅଛି, ଉଦାହରଣ ଓ ବ୍ୟାଖ୍ୟା। ଯେମିତି କରିବୁ ସେମିତି ଫଳ ପାଇବୁ। ଆମେ ପ୍ରାୟ 90% ଲୋକ ଯେଉଁମାନଙ୍କୁ ଟିକେ ଭଗବାନଙ୍କୁ ବିଶ୍ୱାସ କରୁ, ଯେଉଁମାନେ କର୍ମ ଉପରେ ବିଶ୍ୱାସ କରନ୍ତି, ଆମେ ପ୍ରତ୍ୟେକ କଥାରେ କହୁ ହଉ କରୁ, ଯେମିତି କରିବୁ ସେମିତି ଦଣ୍ଡ ପାଇବୁ, କହୁନା ନାହିଁ? ମୁଁ ତ ବହୁତ ଥର କହେ, ମୁଁ ବହୁତ କହେ କ'ଣ ନା ଆମେ କ'ଣ କହୁ, ହଉ ଛାଡ଼, କହିବାର କ'ଣ ଅଛି, କାହାକୁ କହିଲେ କ'ଣ ସେ ସୁଧୁରିଯିବ ନା କ'ଣ? ଉପରବାଲା ଦେଖୁଛି, ଭଗବାନ ଦେଖୁଛି, ଯେମିତି କରିବୁ ସେମିତି ଦଣ୍ଡ ପାଇବୁ, ଆମେ ସାଧାରଣତଃ କହୁ। ତ ଏକ୍ଜାକ୍ଟଲି ତାର ସତ, ସେଇଟା ଗୋଟେ ସତ କଥା ନା ନାହିଁ ମିଛ କଥା? ଯେ ଯେମିତି କର୍ମ କରି ସମୟ ଚକ୍ର ତାକୁ ଗୋଡ଼େଇ ତୋଡ଼େଇ ସେଇ ବାଟରେ ଆସିକି ପହଞ୍ଚିଯାଏ। ତ ଏଇଟା ଗୋଟେ ପୂର୍ବପୁରୁଷମାନଙ୍କର କହିବାର କଥା, ଆମେ ବି ତା ମୁହଁରୁ ମୁହଁକୁ କହି ଆସୁଛୁ। ଆମେ ଆମ ବାପାମାନଙ୍କ ପାଖରୁ, ମାଆମାନଙ୍କ ପାଖରୁ ଶୁଣିଥିଲୁ, ଆମେ କହୁଛୁ, ତାପରେ ଆମ ପିଲାମାନେ କହିବେ। ତ ଏଇଟା କେଉଁ ବୁକ୍ରେ ଲେଖାଯାଇନି, ଆମେ ମାନେ ମୁହଁରୁ ମୁହଁ କହି ଆସୁଛୁ, ଜୀବନରେ ଅନୁଭବ କରିଛୁ କି ସତରେ ଯିଏ ଯାହା ସାଙ୍ଗରେ ଖରାପ କି କିଛି ଭଲ କରେ, ସେ ଜୀବନରେ ସେମ୍ ଜିନିଷ ତାକୁ ବି ରିପିଟ୍ ଆସେ, ରିଟର୍ନ ହେଇକି ଆସେ। ତ ସେଥିପାଇଁ କୁହାଯାଇଛି ଯେମିତି କରିବୁ ସେମିତି ଫଳ ପାଇବୁ, ଯେମିତି କାମ କରିବୁ ସେମିତି ଫଳ ମିଳିବ। ଅତି ଲୋଭେ ତନ୍ତି ନଷ୍ଟ ସରି ପିଲାମାନେ, ଅତି ଲୋଭେ ତନ୍ତି ମରେ ବୋଲି କୁହାଯାଏ। ଆମେ କହୁ ଏଠି ନଷ୍ଟ ବୋଲି ଅଛି, ମରେ ବୋଲି ଲେଖି ଦେଉଛି, ତମାନେ ଏଇଟା ଅତି ଲୋଭେ ତନ୍ତି ମରେ। ଅତି ଲୋଭ ତନ୍ତି, ଅତି ଲୋଭରେ କ୍ଷତି କରେ। ସବୁବେଳେ ଲୋଭ, ଅତି ଲୋଭଟା, ଅତି ଈର୍ଷା, ଅତି ଲୋଭ, କାହାର କ'ଣ ଦେଖିକି ଈର୍ଷା କରିକି ଲୋଭ କରିକି ମୁଁ ବି ସେଇଟା କରିଦେବି। ସିଏ ଯଦି ଆଜି 5,000 କ'ଣ କିଣିଛି, ନା ମୁଁ 50,000 କିଣିବି, ମୁଁ 50 ଲକ୍ଷରେ କିଣିବି, ତା କ'ଣ କ୍ଷତି ହେଉଛି? ତାକୁ ଦେଖିକି ତୁମେ ଏମିତି ଏମିତି କରିଚାଲିଛ, ବଟ୍ ସିଏ ତା ଲାଇଫ୍ରେ ଖୁସିରେ ଅଛି, ବଟ୍ ତୁମେ ଈର୍ଷା କରିକି ଏମିତି ଏଟା ସେଟା କରି ପକେଇକି ଲାଷ୍ଟ କିଛି ନଥିବ ତୁମ ପାଖରେ, ତୁମେ କେବଳ ବସିଥିବ, ତୁମ ପାଖରେ ଗୋଟେ ଖଣ୍ଡି କାଣି କଉଡ଼ି ରହିବନି। ତ ଲୋଭ କରିକି ଈର୍ଷା କରିକି କ'ଣ ହବ? କ୍ଷତି ହିଁ ହେବ ଲାଷ୍ଟକୁ। ଏକତାରେ ଶକ୍ତି, ସବୁବେଳେ କୁହାଯାଏ ଏକତାରେ ହିଁ ଶକ୍ତି। ଯେତେବେଳେ 5 ଜଣ ଲୋକ ଥିବେ ତାଙ୍କର ବଳ, ଆଉ ଗୋଟିଏ ଲୋକ ଠିଆ ହେଇଥିବ ତାର ବଳ ନିହାତି ଡିଫରେନ୍ସ ରହିଛି। ତ ଏକତାରେ ବଳ, ଏକ ସାଥିରେ ରହିଲେ ବଳ ବା ଶକ୍ତି ବଢ଼େ। ଡେରି କଲେ କାମ ନଷ୍ଟ, ଡେରି କଲେ କାମ ନଷ୍ଟ। ପିଲାମାନେ ଟାଇପିଂ ଗୋଟେ ଦୁଇଟା ମିଷ୍ଟେକ୍ ହେଉଛି ଲେଖିଲା ବେଳେ, ତୁମମାନେ ତା କରେକ୍ସନ୍ କରିଦେବ। ଡେରି କଲେ କାମ ନଷ୍ଟ, ସମୟ କାମ ନ କଲେ କ୍ଷତି ହୁଏ, ସମୟରେ କାମ ନ କଲେ କ୍ଷତି ହୁଏ। ବହୁତ ଲୋକ ହଉ କାଲିକି କରିବା, ହଉ ଦେଖିବା 2 ଦିନ ପରେ କରିବା, ସେ ହଉ 2 ଦିନ ପରେ କହିକି 2 ଦିନ ପରେ ଆଜିକା ଜୀବନ କାଲିକି କ'ଣ ଥିବ ନାହିଁ। ତ ସେଥିପାଇଁ ଆଜି ଯଦି କାମ ମୋର କରିବାର ଅଛି, ମନେ ପଡ଼ିଛି ମୋତେ ଆଜି କରିବାର ଅଛି, ନହେଲେ କ୍ଷତି ହେବ। ଯେଉଁଠି ଇଚ୍ଛା ସେଇଠି ଉପାୟ, ଇଚ୍ଛା ଥିଲେ ଉପାୟ ମିଳେ। ମୁଁ ଯଦି ଆଜି ଇଚ୍ଛା କରିବି ଏଇ ଜିନିଷଟା କରିବା ପାଇଁ, ମୋତେ କେଉଁଠୁ ନା କେଉଁଠୁ ଉପାୟ ଆସିଯିବ ହିଁ ଯିବ, ଆଜି ନହେଲେ କାଲିକି ତ। କିନ୍ତୁ ମନରେ ଇଚ୍ଛା ଥିବା ଦରକାର କି ହଁ ମୋତେ ଏଇଟା କରିବାର ଅଛି। ବୁଝିହେଲା? ଅଜ୍ଞାନ ହେଉଛି ଅନ୍ଧକାର, ଅଜ୍ଞାନ ହେଉଛି ଅନ୍ଧକାର। ଜ୍ଞାନ ନଥିଲେ ଜୀବନ ଅନ୍ଧକାରମୟ, ଅବଭିୟସଲି ଜ୍ଞାନ ନଥିଲେ ଜୀବନ ଅନ୍ଧକାରମୟ। କିନ୍ତୁ ଆଜିକା ଡେଟ୍ରେ ଜ୍ଞାନୀ ଲୋକମାନେ ବି ଅଜ୍ଞାନ ଭଳିଆ କାମ କରୁଛନ୍ତି, ଆଉ ଅଜ୍ଞାନ ଲୋକମାନେ ବି ଜ୍ଞାନର ପରିଚୟ ଦେଉଛନ୍ତି। ଏଇଟା ଠିକ୍ କଥା, ବଟ୍ କିଛି ମାତ୍ରାରେ ମୋତେ ଫିଲ୍ ହୁଏ କି ଏଇ କଥାଟା ଏବେକା ଡେଟ୍ରେ ଭୁଲ ହେଇଯାଉଛି। ଯେତେ ଶିକ୍ଷିତ, ଯେତେ ପାଠୁଆ ଲୋକ, ସେମାନେ ମୂର୍ଖଙ୍କ ଭଳିଆ କାମ କରୁଛନ୍ତି। ମୂର୍ଖଙ୍କ ଭଳିଆ ତାଙ୍କର କଥାବାର୍ତ୍ତା, ତାଙ୍କର ବ୍ୟବହାର, ତାଙ୍କର ସଂସ୍କାର, ତାଙ୍କର କାହା ପ୍ରତି ଭାବନା, ଯେତେ ପାଠ ପଢ଼ିଥିବା ଲୋକମାନଙ୍କର ସେଇଭଳିଆ ଭାବନା। କିନ୍ତୁ ମୂର୍ଖ ଲୋକମାନେ ହଉ ଛାଡ଼ କ'ଣ ଅଛି, ଚୁପଚାପ ରହିଯାଉଛନ୍ତି। କିନ୍ତୁ ଆଜିକାଲି ପାଠୁଆ ଲୋକମାନେ ତୁମ ସାଙ୍ଗରେ ବେଶୀ ଲଢ଼େଇ କରିବାକୁ ଆସୁଛନ୍ତି। ତୁମେ ଦେଖିଥିବ, ଯେଉଁମାନେ ମୋ ଭିଡ଼ିଓ ଦେଖୁଛ ମୋତେ ନିହାତି କମେଣ୍ଟ କରିବ, ଏଇଟା ସତ କଥା। ଆଜିକା ଡେଟ୍ର ପାଠ ପଢ଼ିବା ଲୋକ ହିଁ ବେଶୀ ଖରାପ କରୁଛନ୍ତି। ସେମାନଙ୍କ ମନରେ ଅନ୍ୟମାନଙ୍କ ପାଇଁ ବହୁତ ଖରାପ ଭାବନା ରହୁଛି, କିନ୍ତୁ ଯେଉଁମାନେ ମୂର୍ଖ ସେମାନେ କାହା କଥା ବୁଝୁନାହାନ୍ତି, ତାଙ୍କ ଲାଇଫ୍ରେ ତାଙ୍କର ଅଛନ୍ତି, ସେଇଟା ହିଁ ଭଲ। ଲୋକବାଣୀର ବିଶେଷତା, ଛୋଟ କିନ୍ତୁ ଗଭୀର ଅର୍ଥ।
जीवन शिक्षा और नीति शिक्षा दे था लोकवाणी सब मन रखता रूढ़ी हो लोकवाणी हो सब नीति शिक्षा जीवन शिक्षा दे था दुई पद गप गीत भाया दुई गोटे पद थाए कि जीवन बहुत सार गर्भक कथा बड़ कथा को गोटे पदर से कहदिए सामाजिक अनुभवर फल समाज सहजरे मन रहे रूढ़ी और लोकवाणी तफात रूढ़ी और लोकवाणी कौन तफात पे मैंने देख रूढ़ी और लोकवाणी कौन तफात ना रूढ़ी हूँ विशेष अर्थर वाक्यांश लोकवाणी हूँ जीवन शिक्षा देथिबा वाक्य रूढ़ी रे अर्थ लुकायित थाए लोकवाणी रे सत्य उपदेश थाए रूढ़ी भाषा को आकर्षणीय करे लोकवाणी भाषा को शिक्षामूलक करे देख तो देख रूढ़ी और लोकवाणी ओडिया भाषार अमूल्य धन एमाने भाषा को सुंदर सजीव गभीर करती यह आमको केवल भाषार ज्ञान नुहे बर जीवन मूल्यबोध शिखाए तेणु छात्र छात्री माने यार भल अभ्यास करी भाषा को अधिक दृढ़ और सुंदर करें तमें मैंने भी किछिटा रूढ़ी मने मने शिख बही शिख कि जो दी चार्टा कहली से शिख मु रूढ़ी विषय डिटेल्स तुमको जी जहाँ कहली बाकी आम जिते एग्जाम प्रिपेयर करवा एबे मु तुमको जस्ट ग्रामर सबूर डेफिनेशन सबूर लंग टाइपटा को डिस्कसन करुँची जिते बड़े तुम एग्जाम प्रिपेरेसन करवा शॉर्ट टाइप डिस्कसन करवा से मेंचा मेंचा रूढ़ी आनी आ बहुत सारा रूढ़ी बहुत सारा ग्रामर शॉर्ट टाइप आनी जोटा कि आम से पढ़ा बट मुझे लंग टाइप तुमको डिस्कसन करुँची देन आउ जस्ट अल्प दिन भितर 7-8 दिन भितर मुझे पुणी एग्जाम शॉर्ट क्वेश्चन गुड़ा डिस्कसन करी जोटा तुमको बहुत हेल्पफुल रहिबो तो से जाए वेट कर चैनल जो मैंने सब्सक्राइब अच्छे निहाती रूपे तो जापर जो मैंने ना हो करदेव तो निहाती रूढ़ी किछिटा तुम शिख जमती कि तुम कथा क्या सागर हो सारा हेबा भितर दुईटा रूढ़ी प्रयोग कर दे पार से सांगे सांगे जानीदेव ये कौन कहला मत कोटेसन मजा लगे शुणा बुझल कि न्यू माने शुणा को मिल तुमको बुझीगला तो रोचे धन्यवाद आशा कर वीडियो तुमको भल लगी निहाती गोटे स्वीट कमेंट दब जो मुझे पढ़ुची सब तुमको कमेंट खुशी लगुच जो मैंने स्वीट स्वीट कमेंट दौरान मुझे रिप्लाय भी समस्त दूसरी निहाती रूपे कमेंट करने को भूलबनी खुशी लगे कमेंट पढ़ले निजर परिश्रम फल जना पड़े किसी भी परिश्रम जहाँ भी हो जी भी करें बहुत खुशी लगे शुणा निहाती कमेंट कर रोचे धन्यवाद जय जगन्नाथ देखा परवर्ती वीडियो रे।